ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନା କରିବି ରୁଦ୍ର କିଏ। ମୁଁ କୌଣସି ଚଳଚ୍ଚିତ୍ର ପାଇଁ ପୂର୍ବ ପ୍ରସ୍ତୁତି କିମ୍ବା କୌଣସି ପ୍ରକାର ଲେଖନ ପଠନ କରି ଆସିନଥାଏ, ତେଣୁ ଆପଣଙ୍କ ନିକଟରେ ଉପସ୍ଥାପନା କଲା ସମୟରେ ଟିକିଏ ତାଳମାଳ ଏପଟ ସେପଟ ହେଇପାରେ। ସେଥିପାଇଁ ମୁଁ ଆପଣଙ୍କ ନିକଟରେ ଯୋଡ଼ା ହସ୍ତରେ ପୂର୍ବରୁ କ୍ଷମାପ୍ରାର୍ଥୀ। ରୁଦ୍ର ଯିଏ, ଶିବ ସିଏ, ମୃତ୍ୟୁଞ୍ଜୟ ସିଏ, ସର୍ପେଶ୍ୱର ସିଏ, ଲିଙ୍ଗେଶ୍ୱର ସିଏ, ଏମିତି ଆପଣ ଶୁଣିଥିବେ। ତାଙ୍କର ବିଭିନ୍ନ ନାମ ମଧ୍ୟରୁ ଗୋଟିଏ, ଯଦିଓ ଶିବ ସାଧକଙ୍କ ପାଇଁ ତାହା ନୁହେଁ। ଶିବ ସାଧକମାନେ ଜାଣିବା ଉଚିତ ଯେ ବାସ୍ତବରେ କେଉଁ ଦେବତାଙ୍କର କ'ଣ ମାହାତ୍ମ୍ୟ ରହିଛି। ରୁଦ୍ର ଯଦି ଆମେ ଶିବ ସାଧନାରେ ଦେଖିବା, ଶିବ ନିଗମ, ନିଗମ ଅର୍ଥାତ୍ ବେଦ, ପୁରାଣ, ଉପନିଷଦ, ଆଗମ ଅର୍ଥାତ୍ ଯେଉଁଗୁଡ଼ିକ ଲୋକ ଶୁଣି ଶୁଣି ଶିଖୁଥିଲେ, କାହିଁକି ଆଗମ ଆସିଲା ନିଗମକୁ ଛାଡ଼ିକି ତା ସମ୍ବନ୍ଧରେ ପରେ ଚର୍ଚ୍ଚା କଲେ। ତ ଶିବ ନିଗମରେ ବା ଯଦି ବେଦରେ ଦେଖିବା, ତାହେଲେ ରୁଦ୍ର ହେଲେ ପ୍ରଥମ, ଯିଏକି ପରେ ଯେତେବେଳେ ପୌରାଣିକ ଶିବ ଆସିଲେ, ଶିବ ପୁରାଣ, ତାଙ୍କ ସହିତ ସାମଞ୍ଜସ୍ୟ ଥିବାରୁ ଆମେ ତାଙ୍କୁ ଶିବ ବୋଲି କହିଲେ। ରୁଦ୍ର କ'ଣ? ରୋଦତି ଇତି ରୁଦ୍ର, ରୋଦୟତି ଇତି ରୁଦ୍ର। ଯିଏ ଚିତ୍କାର କରିବ କିମ୍ବା ଚିତ୍କାର କରେଇବ। ବେଶୀ ତା ଭିତରକୁ ଯିବାନି। ତ ଏଇ ଚିତ୍କାର ଆସିଗଲା ମାନେ ଭାବିଲେ ରୁଦ୍ର ହେଲେ ଗୋଟେ ଭୟଙ୍କର ଦେବତା ବେଦର, ଯାହାକି ଶୁକ୍ଳ ଯଜୁର୍ବେଦର ତୈତ୍ତିରୀୟ ସଂହିତାରେ ଶ୍ରୀ ରୁଦ୍ର, ଯେଉଁଟାକି ଯଦି ଆମେ ଶିବ ନିଗମ ବା ବେଦ ଉପାସନାରେ ଶିବଙ୍କ ଦେଖିବା, ସବୁଠାରୁ ଶକ୍ତିଶାଳୀ ଶିବ ମନ୍ତ୍ର, ସ୍ତୁତି ନୁହେଁ ମନ୍ତ୍ର ବା ରୁଦ୍ର ମନ୍ତ୍ର। ଅନୁବାକ୍ୟ ଏକ କହେ, ପ୍ରଥମ ଓମ୍ ନମୋ ଭଗବତେ ରୁଦ୍ରାୟ ଭଗବତେ। ଯେଉଁଠି ଭଗବତ ଲାଗିଗଲା ସେଠି ଭଗବାନ ଆସିଗଲା, ସେଠି କିଛି ମାତ୍ରାରେ ଗୋଟେ କାମ୍ୟ ଉପାସନା ପାଇଁ ଆପଣ କରିପାରିବେ ବା କିଛି ଗୋଟେ ୱିଶ୍ ଫୁଲଫିଲମେଣ୍ଟ। ଓମ୍ ନମୋ ଭଗବତେ ବାସୁଦେବାୟ, ସେଠି ଆପଣ କିଛି ୱିଶ୍ ଫୁଲଫିଲମେଣ୍ଟ ପାଇଁ ଡାକୁଛନ୍ତି। ବାସୁଦେବାୟ ନମରେ ନୁହେଁ, ସେଠି ଆପଣ ନିଜକୁ ସମର୍ପଣ କରୁଛନ୍ତି। ଓମ୍ ନମୋ ଭଗବତେ ରୁଦ୍ରାୟରେ ଆପଣ କିଛି ୱିଶ୍ ଫୁଲଫିଲମେଣ୍ଟ ପାଇଁ ଡାକୁଛନ୍ତି। ଓମ୍ ରୁଦ୍ରାୟ ନମଃ, ସେଠି ଆପଣ ରୁଦ୍ରାଙ୍କ ପାଖରେ ନିଜକୁ ସମର୍ପଣ କରୁଛନ୍ତି। ତେଣୁ ଯେହେତୁ ପ୍ରଥମେ ଆସିଗଲା ଭଗବତେ ରୁଦ୍ରାୟ, ଭଗବାନ ଶବ୍ଦଟି ବାରମ୍ବାର ବ୍ୟବହାର କରାଯାଇଛି ସେଥିରେ। ଠିକ୍ ତାର ଦ୍ୱିତୀୟ ଶ୍ଲୋକରେ ରୁଦ୍ର କିଏ ଆପଣ ବୁଝିଯିବେ, ବେଶୀ ଭିତରକୁ ଯିବା ଦରକାର ନାହିଁ। ଠିକ୍ରେ ତ ମୁଁ ଉଚ୍ଚାରଣ କରିପାରେ ନା ଛନ୍ଦକୁ ନେଇକି, ଯଦିଓ 70% ସଂସ୍କୃତ ଲେଖା ହେଇଛି ଯାହା ବୈଦିକ ମୁଁ ଶୁଣୁଛି ଅନୁଷ୍ଠୁପ ଛନ୍ଦରେ। ନମସ୍ତେ ରୁଦ୍ର ମନ୍ୟବେ ଉତତୌ ଈଶବେ ନମଃ, ପ୍ରଥମ ଧାଡ଼ିଟି। ଦ୍ୱିତୀୟ ଧାଡ଼ିଟି ହେଲା ଶ୍ଲୋକର ନମସ୍ତେ ଅସ୍ତୁ ଧନ୍ୟବେ ବାହୁଭ୍ୟାମ୍ ତତେ ନମଃ। କ'ଣ? ନମସ୍ତେ ରୁଦ୍ର ମାନ୍ୟବେ, ରୁଦ୍ର ତମ ରାଗକୁ ଆମେ ନମସ୍କାର କରୁଛୁ। ତ ରୁଦ୍ର ହେଲା ରାଗି, ଶିବ କ୍ରୋଧ, ତୁପେଇବାର, ଉଗ୍ରେଶ୍ୱର ବି କୁହାଯାଇଛି ତାଙ୍କୁ। ତେଣୁ ଆପଣ ଯଦି ଶିବଙ୍କୁ ଆଗ ଆମେ ତାଙ୍କ ରାଗ ପାଖରେ ନିଜକୁ, ଆପଣଙ୍କ ରାଗଟା ଆମ ପାଇଁ ବୋଲି ମଙ୍ଗଳ କରୁ। ନମସ୍ତେ ରୁଦ୍ର ମାନ୍ୟବେ, ତମ ରାଗକୁ ନମସ୍କାର, ଡରିକି ନୁହେଁ, ସେ ରାଗଟା କେମିତି ଆମର ମଙ୍ଗଳ କରୁ। ନମସ୍ତେ ଅସ୍ତୁ ଧନ୍ୟବେ ବାହୁଭ୍ୟାମ୍ ତତେ ନମଃ, ଧନ୍ୟବେ ଧନୁ। ତ ଶିବଙ୍କ ହାତରେ ଧନୁ ଥିଲା,
त्रिशूलधारी शिव क्षमा करिए रुद्र हाथ में धनु थिला से शिवों भाया त्रिशूलधारी नुहे आजिका दिन में जब आप लिंगराज मंदिर जाऊँगी देखिए लिंगराज मंदिर पर धनु भाया जिनसटा अच्छी और लिंगराज मंदिर पारिपृश्य देवता गुड़िक बहुमात्रा वेदिक कल्ट विशेषतः एकपाद भैरव जी कि अजय पादर गोटे रुद्र एकादश रुद्र जड़े तापर शेष अनुवाक्यटी कौन नमस्ते अस्तु भगवान विश्वेश्वराय महादेवाय त्र्यंबकाय त्रिपुरांतकाय त्रिकाग्निकालाय कालाग्निरुद्राय नीलकंठाय मृत्युंजयाय सर्वेश्वराय सदाशिवाय श्रीमन्महादेवाय नमः। नमकम और चमकम रे रुद्र प्रथम नमकम आम रुद्र को नमस्कार कर चमकम मागुच आमको दि जाऊ जिनस रुद्र हेले से वेदर भगवान जहाँ को कि काम्य उपासना करा जाउथला। ये रुद्र मंत्रटी पढ़िकी शिवलिंग ऊपर जल दुग्ध दही मिश्री महू मिसईक जो हुए पंचामृत अर्पण करा जाए बेलपत्र अर्पण करा जाए और यहीटा को कह जाए रुद्राभिषेक। तेणु शिवलिंग और रुद्र सामंजस्य किसी ना से लिंग विषय लिखाई श्रीरुद्र मंत्र पढ़िकी आप होम करें। तो आम जानी ओम सन भी करुले श्रीरुद्रम साधना अर्थात रुद्र शिव भाया जोगेश्वर नुहति शिव भाया समर्पण से मागुना से मागुंट आप ठीक रूपे उपासना करूँ आपंकर मनस्कामना पूर्ण हम अर्थात रुद्र शिव हेले कि संपूर्ण रूपे नुहे जदि एक तो धनु धरले हाँ रागिबा मोटा ठीक अच्छे त्रयंबका तीनटा अच्छी तो रुद्र जो वैदिक देवता बा वेदर देवता सी शिव को अनुरूप निश्चित हेले संपूर्ण रूपे शिव नुहति कारण से उपासना जदि आम देखा ताले गोटे आम जहाँ शिव को उपासना करूँ जो शिव को जोगेश्वर भी कहुई शिव को कैलाश वासिन भी कहुई शिखिने भी कहुई कारण से कैलाश शिखर बसते बैरागी भी कहुई रुद्र से नुहति रुद्र आपण गोटे एमती देवता कारण जेकोसी देवता वेदर तर कम यह कि किसी गोटे अनुष्ठान कि गोटे भौतिक सुख कहतु कि गोटे मनस्कामना कहतु पूरण व्यवहार करा जाउथा। तेणु रुद्र हेले से देवता वेदर जहाँ को उपासना करने आपण को श्रीरुद्रम पाठ करने शिखा पड़ो। एवं जहाँकि खूब कष्ट मुझे यह कहे जब प्रथम अनुवाक्यटी आप ठीक उच्चारण करदे द्वितीय अनुवाक्य गला गोटे कष्ट हो वर्ष वर्ष लगे गोटे जुग लगे ठीक उच्चारण करवा आप बुझे पंचदशचमे चतुर्दशचमे विश्व ब्रह्मांड सब जिन सागर रुद्र को तुलना कराई। तो रुद्र है विश्व ब्रह्मांड गोटे रूप बुझा तो बहुत कष्ट। तेबे रुद्र को उपासना यदि आप तार गोटे खूब सरल उपायटी है ओम नमो भगवते रुद्रा यहीटा रुद्रंकर नाम मंत्र अनुवाक्य 1 शुक्ल यजुर्वेद तैत्तरीय संहिता श्रीरुद्रमर प्रथम धाड़ी आम नमो भगवते रुद्राय यही मंत्रटी को आप 108 थर पढ़ी पारे। शिव मंत्र पढ़ले जोटि आप समर्पण दरकार आप निजर वैराग्य को दर्शाऊँ आप निजर
ଶିବ ତତ୍ତ୍ୱକୁ ପ୍ରାପ୍ତି ଦେଖାଉଛନ୍ତି। ରୁଦ୍ର ଆପଣଙ୍କର କିଛି ମନସ୍କାମନା ପୂରଣରେ ସାହାଯ୍ୟ କରିପାରିବେ। ତେଣୁ ଆପଣ ଖୁସି ହେଇଯିବେ, କାରଣ ଆପଣମାନେ ତ ମୋର୍ ହ୍ୟାଣ୍ଡ ମୋର୍ କେମିତି ପାଇବା। ତେଣୁ ରୁଦ୍ରଙ୍କର ରୂପଟିକୁ ମାନସ ପଟରେ ଆଣି, ଯେମିତି ମୁଁ କହିଲି, ସେ ଧନୁର୍ଧାରୀ ରୁଦ୍ର। ମହାରାଷ୍ଟ୍ରର ଏଲୋରା ଗୁମ୍ଫା ରୁଦ୍ର ମୂର୍ତ୍ତି ଅଛି, ଆପଣ ତାକୁ ଦେଖିପାରନ୍ତି ସ୍ୱଚକ୍ଷୁରେ ନହେଲେ ବି ଏଇ ସୋସିଆଲ ମିଡ଼ିଆ ମାଧ୍ୟମରେ। ରୁଦ୍ରଙ୍କ ବିଷୟରେ କହିଲେ ସରିବନି। ଶ୍ରୀ ରୁଦ୍ରଙ୍କ ମୋତେ ଗୋଟେ 108 ଭିଡ଼ିଓ ଦରକାର। କିନ୍ତୁ ରୁଦ୍ର ଠିକ୍ ରୂପରେ ଶିବଙ୍କର ଗୋଟେ ସମ୍ପୂର୍ଣ୍ଣ ଅବତାର ନୁହନ୍ତି। ଶିବ ଗୋଟେ ପୌରାଣିକ ହେଲେ, ଯୋଗେଶ୍ୱର ହେଲେ, କିନ୍ତୁ ନିଶ୍ଚିତ ରୂପେ ତାଙ୍କର ଅନୁରୂପ ଠାକୁର ଏବଂ ତାଙ୍କର ପୂଜା ପଦ୍ଧତି ଏବଂ ଉଦ୍ଦେଶ୍ୟ ପରସ୍ପର ଠାରୁ କିଛି ମାତ୍ରାରେ ଭିନ୍ନ। ଶିବଲିଙ୍ଗରେ ହିଁ ଅଭିଷେକ କରାଯାଉଛି, କିଛି ମାତ୍ରାରେ ଭିନ୍ନ। ତେଣୁ ରୁଦ୍ର ଉପାସନା ପାଇଁ ଆପଣ ଶ୍ରୀ ରୁଦ୍ରମ୍ ଟିକେ ପଢ଼ନ୍ତୁ ଏବଂ ତାର ଅର୍ଥ ବୁଝନ୍ତୁ। ହଉ, ଆଶା କରେ ଭିଡ଼ିଓଟି ଆପଣଙ୍କୁ ବେଶୀ ମାନସିକ ଯନ୍ତ୍ରଣା ଦେଇନଥିବ। ଯଦି ଆପଣଙ୍କର ଏ ସମ୍ବନ୍ଧରେ କିଛି ଦ୍ୱନ୍ଦ୍ୱ ରହିଛି, ତାହେଲେ ମନ୍ତବ୍ୟ ସ୍ଥଳ ବା କମେଣ୍ଟ ସେକ୍ସନରେ ଆପଣ ଉଲ୍ଲେଖ କରିପାରନ୍ତି। ମୁଁ ଯଥାସମ୍ଭବ ଚେଷ୍ଟା କରିବି ତାର ପ୍ରତ୍ୟୁତ୍ତର ଦେବା ପାଇଁ। ତେବେ ସେହି ରୁଦ୍ରଙ୍କ ନିକଟରେ ଆପଣ ସମସ୍ତଙ୍କର ସୁଖ, ସୌହାର୍ଦ୍ଦ୍ୟ ଏବଂ ଦୀର୍ଘାୟୁ କାମନା କରି ଆଜି ପାଇଁ ମୁଁ ରହିଲି। ଓମ୍ ନମଃ ଶିବାୟ।